ବିଜ୍ଞାପିତ ଅଞ୍ଚଳ ପରିଷଦ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପରିବର୍ତ୍ତନ ହେଉଥିବା ଅଞ୍ଚଳକୁ ସ୍ଥାୟୀ ସହରର ମାନ୍ୟତା ଦେବା ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ସ୍ଥିତି ନିରୀକ୍ଷଣ କରାଯାଏ। ଏଭଳି ପରିବର୍ତ୍ତନଶୀଳ ଅଞ୍ଚଳକୁ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରନ୍ତି ଏବଂ ସେହି ଅଞ୍ଚଳକୁ ସ୍ଥାୟୀତ୍ୱ ଶାସନ ପାଇଁ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍ଏସି ପ୍ରତିଷ୍ଠା କରନ୍ତି। ଏହାକୁ ମଧ୍ୟ ନଗର ପଞ୍ଚାୟତ କୁହାଯାଏ। 1994 ମସିହାର ସଂଶୋଧନ ସହ ଓଡ଼ିଶାର ପୌର ଆଇନ 1950ରେ ଥିବା ବ୍ୟବସ୍ଥାନୁସାରେ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ନଗର ପଞ୍ଚାୟତର ସର୍ବନିମ୍ନ ଜନସଂଖ୍ୟା 10,000 ହେବା ଆବଶ୍ୟକ। ଓଡ଼ିଶାରେ ବର୍ତ୍ତମାନ 61ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ଗଠନ, କାର୍ଯ୍ୟାବଳୀ ଅନ୍ୟାନ୍ୟ ଦୃଷ୍ଟିରୁ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ। କେବଳ ଆକୃତି ଓ ଆୟ ଦୃଷ୍ଟିରୁ କେତେକ ପାର୍ଥକ୍ୟ ପରିଲକ୍ଷିତ ହୁଏ। ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳ ପରିଷଦ କେତୋଟି ୱାର୍ଡରେ ବିଭକ୍ତ ହୋଇଥାଏ। ଏହାର ୱାର୍ଡ ସଂଖ୍ୟା 11ରୁ କମ୍ 40ରୁ ବେଶୀ ହୋଇପାରିବ ନାହିଁ। ପ୍ରତ୍ୟେକ ୱାର୍ଡରୁ ଜଣେ ଲେଖାଏଁ କାଉନ୍ସିଲର ବା ପାରିଷଦ ୱାର୍ଡର ଭୋଟରମାନଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୁଅନ୍ତି। ପରିଷଦର 1/3 ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହେ। ତେବେ ଓଡ଼ିଶାରେ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ହାର ହେଉଛି 50%। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ଅନୁପାତରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଏ। କାଉନ୍ସିଲରମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଓ ଅନ୍ୟଜଣଙ୍କୁ ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରନ୍ତି। ୱାର୍ଡଗୁଡ଼ିକ ସମେତ ଅଧ୍ୟକ୍ଷ ଉପାଧ୍ୟକ୍ଷ ପଦବୀ ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ହୁଏ। 1992 ମସିହାର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଦଳୀୟ ଭିତ୍ତିରେ କରାଯାଇଛି। ଅଧ୍ୟକ୍ଷ ପରିଷଦର ବୈଠକ ଆହ୍ୱାନ କରନ୍ତି, ସେଥିରେ ଅଧ୍ୟକ୍ଷତା କରନ୍ତି। ସେ ପରିଷଦର ମୁଖ୍ୟ ଭାବରେ ସମସ୍ତ ଦାୟିତ୍ୱ ବୁଝନ୍ତି। ତାଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ତାଙ୍କ କାର୍ଯ୍ୟ ତୁଲାନ୍ତି। ଅଧ୍ୟକ୍ଷ ଉପାଧ୍ୟକ୍ଷ ସଭ୍ୟମାନଙ୍କ 2/3 ଭୋଟରେ ବହିଷ୍କୃତ ହୋଇପାରନ୍ତି। ଏଥିପାଇଁ 1 ମାସ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଦେବାକୁ ହେବ। ନିର୍ବାଚନର ପ୍ରଥମ 2 ବର୍ଷ ମଧ୍ୟରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିବ ନାହିଁ ଏବଂ ଥରେ ନାକଚ ହେଲେ ପରବର୍ତ୍ତୀ 1 ବର୍ଷ ପର୍ଯ୍ୟନ୍ତ ତାହା ପୁନର୍ବାର ଆଗତ ହୋଇପାରିବ ନାହିଁ। ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ସରକାରୀ କର୍ମଚାରୀ ଯିଏ କି ପରିଷଦର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରନ୍ତି ଏବଂ ପରିଷଦ ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରନ୍ତି। ସାଧାରଣତଃ ସେ ଜଣେ ଅନଗ୍ରାଜୁଏଟେଡ୍ ବା ଅଣରାଜପତ୍ରିତ ଅଧିକାରୀ। ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାଭାବିକ କାର୍ଯ୍ୟକାଳ 5 ବର୍ଷ, କିନ୍ତୁ ଆଇନର ଉଲ୍ଲଂଘନ କଲେ ସରକାର ଏହାକୁ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଭାଙ୍ଗିଦେଇ ଏହାର ଶାସନ ଦାୟିତ୍ୱ ନିଜେ ଗ୍ରହଣ କରନ୍ତି। 6 ମାସ ମଧ୍ୟରେ ସାନି ନିର୍ବାଚନ ହେବା ପର୍ଯ୍ୟନ୍ତ ସାଧାରଣତଃ ଉପଜିଲ୍ଲାପାଳ ଏହାର ଦାୟିତ୍ୱରେ ରହନ୍ତି। ଏହାର ବିଭିନ୍ନ ସେବା ପାଇଁ ପୂର୍ଣ୍ଣକାଳୀନ ବା ସାମୟିକ ଅଧିକାରୀ ନିଯୁକ୍ତ ହୋଇଥାନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟଗୁଡ଼ିକ 2 ପ୍ରକାର, ଯଥା ବାଧ୍ୟତାମୂଳକ ଓ ଇଚ୍ଛାଧୀନ। ଏହାର ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଲା ରାସ୍ତାଘାଟ ନିର୍ମାଣ, ରକ୍ଷଣାବେକ୍ଷଣ, ଜଳ ଯୋଗାଣ, ରାସ୍ତାରେ ଆଲୋକ ବ୍ୟବସ୍ଥା, ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା, ଜନ୍ମ ମୃତ୍ୟୁର ପଞ୍ଜୀକରଣ ଇତ୍ୟାଦି। ବିଭିନ୍ନ ପ୍ରକାର ଟିକସ ବା କର, ଫିସ୍, ଜୋରିମାନା, ସରକାରୀ ଅନୁଦାନ ଆଦିରୁ ଏହା ନିଜର ଆୟ ସଂଗ୍ରହ କରେ। ଏହି ଅର୍ଥ ପରିଷଦ ପରିଚାଳନା, କର୍ମଚାରୀଙ୍କ ଦରମା ଭତ୍ତା, ବିଭିନ୍ନ ସେବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟୟ ହୁଏ। କ୍ୟାଣ୍ଟନମେଣ୍ଟ ବୋର୍ଡ ସେନାବାହିନୀର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ବସବାସ କରୁଥିବା କେତେକ ପ୍ରମୁଖ ସାମରିକ ସହର ପାଇଁ କ୍ୟାଣ୍ଟନମେଣ୍ଟ ବୋର୍ଡ ପ୍ରତିଷ୍ଠା କରାଯାଏ। ଏହା ନିର୍ବାଚିତ ନୁହେଁ। ଏହା ମନୋନୀତ ସଂସ୍ଥା ଯାହା ଉପରେ କେନ୍ଦ୍ର ସରକାର ଓ ପ୍ରତିରକ୍ଷା ବିଭାଗର ନିୟନ୍ତ୍ରଣ ଥାଏ। କିନ୍ତୁ ଏହି ସଂସ୍ଥା ସ୍ଥାନୀୟ ବିକାଶ ଓ ସେବା ପ୍ରଦାନ କ୍ଷେତ୍ରରେ ଶୃଙ୍ଖଳିତ ଓ ନିଷ୍ଠାପର ଭୂମିକା ନିର୍ବାହ କରେ। ସମ୍ପ୍ରତି ଭାରତରେ 64ଟି କ୍ୟାଣ୍ଟନମେଣ୍ଟ ବୋର୍ଡ ଥିବାବେଳେ ଓଡ଼ିଶାରେ ଏଭଳି ଗୋଟିଏ ବି ବୋର୍ଡ ନାହିଁ। ସ୍ଥାନୀୟ ସରକାର ଉପରେ ନିୟନ୍ତ୍ରଣ ସମ୍ବିଧାନର 73 ଓ 74ତମ ସଂଶୋଧନ ଆଇନ ବଳରେ ଯଥାକ୍ରମେ ଗ୍ରାମାଞ୍ଚଳ ସ୍ଥାୟୀତ୍ୱ ଶାସନ ବା ପଞ୍ଚାୟତିରାଜ ଓ ସହରାଞ୍ଚଳ ସ୍ଥାୟୀତ୍ୱ ଶାସନ ଅର୍ଥାତ୍ ସ୍ଥାନୀୟ ସରକାରଗୁଡ଼ିକର ପୁନର୍ଗଠନ କରାଯାଇଥିଲେ ମଧ୍ୟ ସେହି ସଂସ୍ଥାମାନଙ୍କୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ଊର୍ଦ୍ଧ୍ୱରେ ରଖାଯାଇ ନାହିଁ। ସ୍ଥାୟୀତ୍ୱ ଶାସନ ସଂସ୍ଥାଗୁଡ଼ିକ ସରକାରଙ୍କ ବ୍ୟବସ୍ଥାପକ ନିୟନ୍ତ୍ରଣ, ଅର୍ଥନୈତିକ ନିୟନ୍ତ୍ରଣ, ପ୍ରଶାସନିକ ନିୟନ୍ତ୍ରଣ, ନିରୀକ୍ଷଣ, ଅଡିଟ୍, ବରଖାସ୍ତ କ୍ଷମତା ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି। ସ୍ଥାୟୀତ୍ୱ ଶାସନ ସଂସ୍ଥାଗୁଡ଼ିକ ରାଜ୍ୟ ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନ ବଳରେ ସୃଷ୍ଟି ହୁଅନ୍ତି ଏବଂ
ସେହି ବ୍ୟବସ୍ଥାପିକାର ଆଇନ ଏହି ସଂସ୍ଥାମାନଙ୍କର ଗଠନ କାର୍ଯ୍ୟ କ୍ଷମତାରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଥାଏ। ଏହି ସଂସ୍ଥାମାନେ ନିଜର ସୁପରିଚାଳନା ଓ ବିକାଶ ନିମନ୍ତେ ସମ୍ବଳର ଅଭାବ ଅନୁଭବ କରନ୍ତି। ସେଥିପାଇଁ ସେମାନେ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଅନୁଦାନ ଓ ସହାୟତା ଉପରେ ଅଧିକ ନିର୍ଭରଶୀଳ ହୁଅନ୍ତି। ସରକାରୀ ଅନୁଦାନ ପ୍ରଦାନରେ କଟକଣା ଜାରି ସର୍ତ୍ତ ଉପସ୍ଥାପନା ଦ୍ୱାରା ରାଜ୍ୟ ସରକାରଙ୍କ ସେମାନଙ୍କୁ ନିୟନ୍ତ୍ରଣ କରନ୍ତି। ସେମାନଙ୍କ କରଧାର୍ଯ୍ୟ କ୍ଷମତା ରାଜ୍ୟ ସରକାରଙ୍କ ଅନୁମତି ଏପରିକି ଗ୍ୟାରେଣ୍ଟି ବିନା ସେମାନେ ଋଣ ଉଠାଇ ପାରିବେ ନାହିଁ। ସେହି ସଂସ୍ଥାମାନଙ୍କରେ ନିଯୁକ୍ତ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଯଥା ସଚିବ, ବିଡିଓ, ଏକ୍ଜିକ୍ୟୁଟିଭ ଅଫିସର, ମ୍ୟୁନିସିପାଲ କମିଶନର ଆଦି ସମସ୍ତେ ହେଉଛନ୍ତି ସରକାରୀ କର୍ମଚାରୀ। ସେମାନେ ସରକାରଙ୍କ ପ୍ରତିନିଧି ରୂପେ ଏବଂ ସରକାର ଓ ସମ୍ପୃକ୍ତ ସଂସ୍ଥାମାନଙ୍କ ମଧ୍ୟରେ ଯୋଗସୂତ୍ରକାରୀ ଭାବରେ କାର୍ଯ୍ୟ କରନ୍ତି। ସେହି ଅଧିକାରୀମାନଙ୍କ ଦ୍ୱାରା ସଂସ୍ଥାଗୁଡ଼ିକ ନିୟନ୍ତ୍ରିତ କରାଯାଇପାରେ। ସଂସ୍ଥାଗୁଡ଼ିକ ଭଙ୍ଗ ହେବା ସମୟରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଆଦି ସରକାରୀ ପଦାଧିକାରୀଗଣ ସେଗୁଡ଼ିକୁ ଦାୟିତ୍ୱରେ ରଖନ୍ତି। ପୁନଶ୍ଚ ସେହି ସଂସ୍ଥାମାନଙ୍କର ବାର୍ଷିକ ବିବରଣୀ ଓ ସ୍ୱତନ୍ତ୍ର ବିବରଣୀ ମଗାଇବା ଅଥବା କୌଣସି କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି। ବିଭିନ୍ନ ସମୟରେ ମନ୍ତ୍ରୀ, ସରକାରୀ କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ଅଥବା ସ୍ୱତନ୍ତ୍ର ପ୍ରତିନିଧିମାନଙ୍କ ଦ୍ୱାରା ରାଜ୍ୟ ସରକାର ସ୍ଥାୟୀତ୍ୱ ଶାସନ ସଂସ୍ଥାମାନଙ୍କର ନିରୀକ୍ଷଣ କରାଇପାରନ୍ତି। ସେହି ସଂସ୍ଥାମାନଙ୍କର ଆୟ ବ୍ୟୟର ଅନୁମୋଦନ, ତତ୍ସଂକ୍ରାନ୍ତୀୟ ଆବଶ୍ୟକ ନଥିପତ୍ର ଆଦି ସଂଗ୍ରହ, ଧାର୍ଯ୍ୟ ଅର୍ଥ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନିର୍ଦ୍ଧାରିତ କ୍ଷେତ୍ରରେ ବ୍ୟୟ ହୋଇଛି କି ନାହିଁ ଏବଂ ସେଥିରେ ନିହିତ ମୂଳ ଉଦ୍ଦେଶ୍ୟ କିଛି ସାଧିତ ହୋଇଛି କି ଆଦି ସମୀକ୍ଷା କରିବା ପାଇଁ ବାର୍ଷିକ ବା ସାମୟିକ ଅଡିଟ୍ କରାଯାଇଥାଏ। ଅଡିଟ୍ର ବିବରଣୀ ଆଧାରରେ ରାଜ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଅଡିଟ୍ର ବିବରଣୀ ଆଧାରରେ ରାଜ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ସେହିପରି ଆଇନର ଉଲ୍ଲଂଘନ, ଅକ୍ଷମତା, କର୍ତ୍ତବ୍ୟରେ ବାରମ୍ବାର ତ୍ରୁଟି, ଦୁର୍ନୀତି ଆଦି କାରଣ ମଧ୍ୟ ରାଜ୍ୟ ସରକାର ଏହି ସଂସ୍ଥାମାନଙ୍କୁ ସେମାନଙ୍କ ସ୍ୱାଭାବିକ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଭାଙ୍ଗି ଦେଇପାରନ୍ତି। ସ୍ଥାନୀୟ ସରକାର ସମସ୍ୟା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଥାୟୀତ୍ୱ ଶାସନ ସଂସ୍ଥାଗୁଡ଼ିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଏହି କାର୍ଯ୍ୟକାଳୀନ ସଂସ୍ଥାମାନେ ନିଜର ସ୍ୱାଭାବିକ ଓ ସୁସ୍ଥ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକର କିଛି ପ୍ରକାରଗତ, କେତେକରେ ମାତ୍ରାଗତ, ଆର୍ଥିକ ଥିଲେ ମଧ୍ୟ ମୋଟାମୋଟି ଭାବେ ସମସ୍ୟାଗୁଡ଼ିକ ସମାନ। ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଶିକ୍ଷା ଓ ସଚେତନତାର ଅଭାବ, ରାଜନୀତିକରଣ, ଅର୍ଥାଭାବ, ଦୁର୍ନୀତି, ଅତ୍ୟଧିକ ସରକାରୀ ନିୟନ୍ତ୍ରଣ, ସାଂଗଠନିକ ସମସ୍ୟା, ଉପଯୁକ୍ତ ନେତୃତ୍ୱର ଅଭାବ। ସ୍ଥାୟୀତ୍ୱ ଶାସନ ଗଣତନ୍ତ୍ରର ବାସ୍ତବ ରୂପକୁ ପ୍ରତିଫଳିତ କରେ। ଏହା ଲୋକମାନଙ୍କର ଓ ଲୋକମାନଙ୍କ ଦ୍ୱାରା ଶାସନ। କିନ୍ତୁ ଶିକ୍ଷା ଓ ସଚେତନତା ଅଭାବରୁ ଏହା ସେଭଳି ସଫଳତା ଲାଭ କରିପାରେ ନାହିଁ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ ଅନୁଭୂତ ହୁଏ। ଏହା ଫଳରେ କ୍ଷମତା ଦଲାଲମାନେ ଲୋକମାନଙ୍କୁ ସହଜରେ ବୋକା ବନାଇ ଫାଇଦା ହାସଲ କରନ୍ତି। ଏହି ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଗୋଷ୍ଠୀ ସ୍ୱାର୍ଥ ଅପେକ୍ଷା ଦଳୀୟ ଭାବନା ଓ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବାରୁ ସଂକୀର୍ଣ୍ଣତା, ବିଭାଜିତ ମନୋଭାବ ଏଗୁଡ଼ିକର ମୌଳିକ ଲକ୍ଷ୍ୟ ଓ ଆଦର୍ଶ ସାଧନ ଦିଗରେ ପ୍ରତିବନ୍ଧକ ହୋଇଛି। ଏହି ସଂସ୍ଥାମାନଙ୍କ ମଧ୍ୟରେ ଅନେକଙ୍କର ଆର୍ଥିକ ସ୍ଥିତି ଖୁବ୍ ଦୁର୍ବଳ। ସୀମିତ ଆର୍ଥିକ ସମ୍ବଳ ଯୋଗୁଁ ସେମାନେ ରାଜ୍ୟ ସରକାରଙ୍କ ଅନୁଦାନ ଓ ଋଣ ଉପରେ ନିର୍ଭର କରନ୍ତି। କେତେକଙ୍କର କର ଧାର୍ଯ୍ୟ କରିବାର କ୍ଷମତା ମଧ୍ୟ ନାହିଁ। ପରିଣାମ ସ୍ୱରୂପ କର୍ମଚାରୀମାନଙ୍କ ଦରମା ପ୍ରଦାନ କରିବା ନିମନ୍ତେ ଅକ୍ଷମ ହେଉଥିବା କେତେକ ସଂସ୍ଥା ବିଭିନ୍ନ ସେବା ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହୁଅନ୍ତି ନାହିଁ। ସ୍ଥାୟୀତ୍ୱ ଶାସନ ସଂସ୍ଥାମାନଙ୍କୁ ଦୁର୍ନୀତି ବିଶେଷ ଭାବେ କବଳିତ କରି ରଖିଛନ୍ତି। ନିର୍ବାଚିତ ପ୍ରତିନିଧି ଓ ନିୟୋଜିତ କର୍ମଚାରୀଗଣ ଏହି ସଂସ୍ଥାମାନଙ୍କୁ ଲୁଟପାଟ ଓ ଶୋଷଣ କରିବାରେ ବେଶ୍ ପାରଙ୍ଗମ। ଶାସନର ସ୍ୱାଧୀନତା ନାମରେ ଏଗୁଡ଼ିକର ଭ୍ରଷ୍ଟାଚାର ଓ ଅଣଦେଖା କାରବାର ଚାଲେ। ଏହି ସଂସ୍ଥାମାନଙ୍କ କାର୍ଯ୍ୟକଳାପରେ ବାରମ୍ବାର ଅତ୍ୟଧିକ ସରକାରୀ ହସ୍ତକ୍ଷେପ ଏବଂ ସେମାନଙ୍କୁ ମାତ୍ରାଧିକ ନିୟନ୍ତ୍ରଣ କରିବା ଦ୍ୱାରା ସ୍ଥାୟୀତ୍ୱ ଶାସନର ଭାବନା ମୂଳ ନଷ୍ଟ ହୋଇଛି। ଏହି ସଂସ୍ଥାମାନଙ୍କର ସାଂଗଠନିକ ଦୁର୍ବଳତା ମଧ୍ୟ ରହିଛି। ଅମଲାତାନ୍ତ୍ରିକ ନାଳିପିତା ନୀତି, କାଗଜ ଚାଷ
ଆଦବ ବକାଇଦା ଯୋଗୁଁ ଲକ୍ଷ୍ୟ ଓ ବୃଦ୍ଧି ମଧ୍ୟରେ ତାରତମ୍ୟ ପରିଲକ୍ଷିତ ହୋଇଛି। ସର୍ବୋପରି ଉପଯୁକ୍ତ ନେତୃତ୍ୱର ଅଭାବ ଏହି ସଂସ୍ଥାମାନଙ୍କୁ ବିଫଳ କରାଇଛି। ଅନେକ କ୍ଷେତ୍ରରେ ଅଶିକ୍ଷିତ, ଅଳ୍ପ ଶିକ୍ଷିତ, ଏପରିକି ଆଇନ ଓ ଶାସନ ବିଷୟରେ ସାଧାରଣ ଧାରଣା ନଥିବା ଲୋକମାନେ ମଧ୍ୟ ଏହି ସଂସ୍ଥାମାନଙ୍କ ଶାସନ କର୍ଣ୍ଣଧାର ସାଜିଛନ୍ତି।